ଖ୍ରୀଷ୍ଟିଆନ ବିରୋଧୀ ଯେଉଁମାନେ ଚାରିଟା କଣ୍ଟା ବୋଲି କହୁଛନ୍ତି ଆଉ ଯୀଶୁଙ୍କ ବିଷୟରେ ବିଭିନ୍ନ ପ୍ରକାର ଅବାଧ୍ୟ କଥା କହୁଛନ୍ତି, ସେମାନେ ଧ୍ୟାନ ଦେଇକି ଶୁଣନ୍ତୁ। ଖ୍ରୀଷ୍ଟିଆନ ବିରୋଧୀ ମାନେ ଯୀଶୁ କ'ଣ କହୁଛନ୍ତି? ସେହି ସମୟରୁ ମାଥ୍ୟୁ 16:21 ସେହି ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରକାଶରେ କହିବାକୁ ଲାଗିଲେ ଯେ ସେହି ଜେରୁସାଲେମ ଯିବା ଆବଶ୍ୟକ, ଯେପରି ସେଠାରେ କ୍ରୁଶବିଦ୍ଧ ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀ ମାନଙ୍କ ହାତରେ ବହୁ କଷ୍ଟ ଭୋଗ କରି ମୃତ୍ୟୁବରଣ କରିବାକୁ ହବ ଓ ତୃତୀୟ ଦିବସରେ ପୁନରୁତ୍ଥିତ ହେବାକୁ ହେବ। ଅନ୍ଧଭକ୍ତ ମାନେ ଯେଉଁମାନେ କଣ୍ଟା ପିଟା ବୋଲି କହୁଛନ୍ତି, ସେମାନେ ଶୁଣନ୍ତୁ ଯେ ଯୀଶୁ ଜାଣିଥିଲେ ଯେ ମୁଁ ସେହି ସ୍ଥାନକୁ ଯିବାକୁ ପଡ଼ିବ, ବହୁତ କଷ୍ଟ ଭୋଗିବାକୁ ହବ, ଲୋକମାନେ ମୋତେ ହତ୍ୟା କରିବେ, ମାରିବେ, ପିଟିବେ ଆଉ ମୁଁ ତୃତୀୟ ଦିନରେ ପୁନରୁତ୍ଥିତ ହେବ। ଜାଣିଥିଲେ ଯୀଶୁ, ଜାଣିଥିଲେ, ହେଲେ ବି ଯାଉଛନ୍ତି। ଦେଖ, ଯଦି ତମକୁ ଯେଉଁମାନେ ଖ୍ରୀଷ୍ଟିଆନ ବିରୋଧୀ ମାନେ ତମକୁ ଗୋଟେ ଗାଁ, ତମ ନିଜ ଗାଁ ପାଖରେ ଯଦି ତମକୁ ମାରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି, ତୁମେ ଜାଣିବ, ତାହେଲେ ତୁମେ ସେଇ ଗ୍ରାମକୁ ବା ସେଇ ଗାଁକୁ ଯିବ କି? କିନ୍ତୁ ଯୀଶୁ ଦେଖ, ସେ କହୁଛନ୍ତି, ଅନେକ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି, ମୋତେ ଜେରୁସାଲେମ ଯିବାକୁ ହବ, ପ୍ରଧାନ ଯାଜକ, ମହାଯାଜକ, ଫାରୁସୀ ମାନେ, କରଗ୍ରାହୀ ମାନେ, ସେଇ ଲୋକମାନେ ମୋତେ ମାରିବେ, ହତ୍ୟା କରିବେ ଆଉ ତୃତୀୟ ଦିନରେ ମୁଁ ପୁନରୁତ୍ଥିତ ହେବି। ସେହି ସମୟରେ ପିତର କ'ଣ କହୁଛି ଦେଖନ୍ତୁ, ତାର 22 ପଦରେ କହୁଛି, ପିତର ତାଙ୍କୁ ଅଲଗା ଡାକି ନେଇ ଆପତ୍ତି କରି କହିଲେ, ପ୍ରଭୁ ଈଶ୍ୱର ଏହିପରି ନ କରନ୍ତୁ, ଆପଣଙ୍କ ପ୍ରତି ଏହା କେବେ ନ ଘଟୁ। ଯେତେବେଳେ ଯୀଶୁ ସମାଜରେ ଅନେକ ଲୋକମାନଙ୍କୁ କହିଲେ, ସେହି ସମୟରେ ପିତର ବୋଲି ଗୋଟେ ନାମ, ପ୍ରଭୁ 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 ମୁଁ ଆପଣଙ୍କୁ ମାରିବାକୁ ଦେବି ନାହିଁ, ଏ ପ୍ରକାର ନ ଘଟୁ। ଅନ୍ଧଭକ୍ତ ମାନେ ଧ୍ୟାନ ଦେଇକି ଶୁଣନ୍ତୁ, ପଢନ୍ତୁ, ଏଇଟା ମାଥ୍ୟୁ 16 ତାର 21, 22, 23 ପଢନ୍ତୁ। ପିତର ବୋଲିକି, ପ୍ରଭୁ ପ୍ରଭୁ ଆପଣଙ୍କୁ ମୁଁ ମରିବାକୁ ଦେବି ନାହିଁ, ଆପଣଙ୍କୁ ଏହା କେବେ ନ ଘଟୁ। ତ ଯୀଶୁ ଖୁସି ହେବା କଥା। ଯଦି ଆମକୁ ଜଣେ ଏମିତି କହିଲେ ଆମେ ଖୁସି ହେବା, ପୁଣି କି ଯାଉ ମୋ ସପୋର୍ଟରେ ବାହାରିଲୁ। କିନ୍ତୁ ଯୀଶୁ କ'ଣ କହିଲେ? ବୁଲି ପଡ଼ି କହିଲେ ପିତରଙ୍କୁ, ମୋ ଠାରୁ ଦୂର ହୋ ଶୈତାନ, ମୋ ଠାରୁ ଦୂର ହୋ ଶୈତାନ ବୋଲିକି ପିତରକୁ କହିଲେ। ତ ଜାଣ ଯେ ସେ ନିଜେ ମରିବା ପାଇଁ ସେ ଗଲେ। ତା ସପୋର୍ଟରେ ଯିଏ ବାହାରୁଛନ୍ତି ପିତର, ସେ କହୁଛନ୍ତି ଦୂର ହୋ ଶୈତାନ। ଆମେ ତ ପ୍ରେମ କରାବନି, ବା ମୋ ସପୋର୍ଟରେ ବାହାରିଲୁ ରେ ଭାଇ, ପ୍ରେମରେ ବାହାରିଲୁ ବୋଲି। କିନ୍ତୁ ଯୀଶୁ ସେମିତି କଲେ ନାହିଁ। ବରଂ ପିତର ଯିଏ ସପୋର୍ଟରେ ବାହାରିଲେ ତା କହିଲା, ତୁ ଦୂର ହୋ ଶୈତାନ, ତୁ ନିଜ ବିଷୟ, ମଣିଷ ବିଷୟ ତୁ ଚିନ୍ତା କରୁଛୁ, ମୋର ବିଷୟ ଚିନ୍ତା କରୁ। ତା ମାନେ ଜାଣିବା ଯେ ଯୀଶୁ ଖ୍ରୀଷ୍ଟ ମରିବା ପାଇଁ ଆସିଛନ୍ତି, ମରିବା ପାଇଁ। ଭାଇ ତମକୁ ଜବାବ ଦିଅ, ପ୍ରଶ୍ନର ଉତ୍ତର ଦିଅ, ମୁଁ ଜବାବ ଦଉଛି। ଯଦି ଗୋଟେ ସ୍ଥାନରେ ତମକୁ ମାରିବେ ଲୋକମାନେ, ତମେ ଜାଣି ଯିବ କି? କୋଉ ଲୋକ ଯିବ? କମେଣ୍ଟରେ ଲେଖନ୍ତୁ। କିନ୍ତୁ ଆମକୁ ବାଇବେଲ ଶିକ୍ଷା ଦିଏ, ଭୁଲ କମେଣ୍ଟ ଲେଖନ୍ତୁନି, ଲେଖବାର ଠିକରେ ଲେଖ। ତେଣୁକରି କହିଦେବାକୁ ଚାହେଁ, ବାଇବେଲ ପଢନ୍ତୁ। ଯେତେ ଖ୍ରୀଷ୍ଟିଆନ ବିରୋଧୀ ମାନଙ୍କୁ କହିଦେବାକୁ ଚାହେଁ, ପ୍ରଣାମ, ଜୟ ଯୀଶୁ।